ଅବସ୍ଥା ଦେଖିଲେ ମୋତେ ଭାରି ଦୁଃଖ ଲାଗୁଛି। ପୁଣ୍ଟୁ ବାପା ମଲା ଦିନଠୁ ପୁରା ଏକା ପଡ଼ିଯାଇଛ। ଘରେ ଖାଇବାକୁ ଦି ଓଳି ଦି ମୁଠା ନାହିଁ। ଆଚ୍ଛା ନାନୀ, ତୁମ କ'ଣ କେବେ ପୁଣ୍ଟୁ ବାପାଙ୍କ କଥା ମନେ ପଡ଼ୁନି? ଦେଖ ତାଳ ଗଛଟି ନଣ୍ଡା ଉପରେ ବସିଛି ମୋ ଗେରସ୍ତ ଫକିରି ପଣ୍ଡା। ବଜ ତୋର କାହିଁ ଦିନେ ଅଣ୍ଡେ ଦେଖାର ନାହିଁ, ଆଜି କ'ଣ ପଳେଇଲୁ? ଭିଡ଼ିଓ ବର୍ତ୍ତା ହବ କି ମୋର? ନା ମୋ ନାନୀ, ମୋର ଆପଣ ସେ ପାୱାର ଅଛି, ସେ ପାୱାର ଗଲାଣି। ତୁ ତ ମାଇକିନା ମୋତେ ପିଟୁଛି। କୁହନା 2 ଦିନ ହେଲା ମୁଁ କିଛି ଖାଇନି। ନାନୀ ସୁଆଦିଆ ତିଅଣୁ କିଏ ବସିଛି ବୋଧେ? ସୁଆଦିଆ ତରକାରୀକୁ ଭାତ କଂସେକୁ ଲଙ୍କା ଗୋଟେ ଜମିଯିବ ଆଉ। କୋଉଠି ଥିଲୁ ଖିଆ ପିଆ ବେଳେ ଚାଲି ଆସିଲୁ? ହାଣ୍ଡି ଧୁଆ ବେଳେ ଆସିଥାନ୍ତୁ, କଳା ପାଣି ଟିକେ ପିଇଥାନ୍ତୁ। ନାନୀ ଲାଷ୍ଟ ମତେ ଏମିତି ବେଜତି କରିବୁ ନା? ତ ନିଜର ଲୋକ କହିବୁ ତ ଘରରେ କାମ କରିବି, ଆଉ କହିବୁ ଯଦି ତ ଗେରସ୍ତ ଜାଗା ବି ନେମି। କ୍ଷୀରରେ ଧୋଇଲେ ଚିନିରେ ଥୋଇଲେ ନିମକି ମଧୁର ହଇବ। ଯେତେ ଯାହା କରି ବୁଝେଇ କହିଲେ ପରକି ଆପଣା ହଇବ। ନାଇଁ ଆମର ଖାଇବାକୁ ପଳାଠୁ। କେତକି ନାନୀ ତୋର ମନେ ରଖିବା ଦରକାର, ତ ଗେରସ୍ତ ମଲା ପରେ ତାକୁ ଏଇ କାନ୍ଧରେ ମୁଠେକି ଜୁଇ ପଦ ନେଇଥିଲି। ଆଉ ନାନୀ ଆଜି ମତେ ତୁ ଭୋକିଲା ଛାଡ଼ି ଦଉଛୁ ନାଇଁ? ଠିକ ଅଛି ନାନୀ, ଦେଖିବୁ ତୁ ବି ଦିନେ ଖାଇବାକୁ ପାଇବୁନି। କାଲି ରାତିରୁ କହୁଥିଲୁ ନା ତୋର କିରୋସିନ ଦରକାର, ଏଇ ନେ। ଗରିବ ହେଇଗଲ ଜାଗଣିକି ଆଇଛୁ ଗୋଟେ ଗରିବ କରିବାକୁ। ହେଇଲୋ ମୋ